ତିନିଟା ସାର କାରଖାନା ଅଛନ୍ତି ଏବଂ ସାର କାରଖାନା ଯୋଉ କୋଉ ରାଜ୍ୟରେ ହୁଏ ଅନୁନ୍ନତ ରାଜ୍ୟରେ କରାଯାଏ। ଓଡିଶାରେ ତିନିଟା ଭଲ ଭଲ ସାର କାରଖାନା ଅଛି। ପାରାଦୀପରେ ତିନିଟା ନାଇଁ ଚାରୋଟି ଅଛି। ପାରାଦୀପରେ ତିନିଟା, ଗୋଟେ ହଉଛି ଅନୁଗୁଳରେ। ପାରାଦୀପରେ ପାରାଦୀପ ଫସଫେଟ୍ ଲିମିଟେଡ, ଇଫ୍କୋ ଆଣ୍ଡ ପ୍ରଦୀପ ପ୍ରଦୀପ ଫର୍ଟିଲାଇଜର ଗୋଟେ ଅଛି। ତିନିଟା ସାର କାରଖାନା ଅଛନ୍ତି ଏବଂ ସାର କାରଖାନା ଯୋଉ କୋଉ ରାଜ୍ୟରେ ହୁଏ ଅନୁନ୍ନତ ରାଜ୍ୟରେ କରାଯାଏ। କାହିଁକି ନା ସେ ସାର କାରଖାନା ଏତେ ଡେଞ୍ଜର ଜିନିଷ, ଯଦି ସେ ବମ୍ ଖାଲି ତାର ଟାଙ୍କିଟା ଫାଟିବ ସେ ଅଞ୍ଚଳର ଲୋକମାନେ ମରିଯିବେ ସବୁ। ସେ ପାଖାପାଖି ଯୋଉ 5-6ଟା ଜିଲ୍ଲାର ଲୋକମାନେ ମରିଯିବେ ଆମୋନିଆ ଗ୍ୟାସ ଟାଙ୍କି ଯଦି ଫାଟେ। ସେ ରିସ୍କ ଆମେ ଓଡିଶା ଲୋକ ନେଇଛେ। ଚାରିଟା ଗୋଟିଏ ଜାଗାରେ ପାରାଦୀପରେ ତିନିଟା ସାର କାରଖାନା। ଏଇ ସାର ସମସ୍ୟାର ସମାଧାନ ପାଇଁ ନିଆଯାଇଥିଲା ମାନେ ଟନ ଟନ ହଜାର ହଜାର ଲକ୍ଷ ଲକ୍ଷ ଟନ ଜାହାଜରେ ବାହାରକୁ ସପ୍ଲାଇ ହଉଛି, ୱାଗନରେ ବାହାରକୁ ସପ୍ଲାଇ ହଉଛି ସାର। ଓଡିଶା ଲୋକ ସାର ପାଇଁ ଏମିତି ହଉଛନ୍ତି, ହାସ୍ୟାସ୍ପଦ କଥା ନୁହେଁ। ଏଗୁଡା କଣ କିଛି ନିୟମ କାନୁନ ବି ନାହିଁ ଯେ ସାର କାରଖାନା ଯୋଉ ଷ୍ଟେଟରେ ହଉଛି ଆଗେ ତାଙ୍କ ସାର ଭର୍ତ୍ତି କର, ତାଙ୍କ ସାରର ଆବଶ୍ୟକତା ଭର୍ତ୍ତି କର। ଏଇଟା ବି ତମେ କରିପାରିବନି। ତମେ ମନ୍ତ୍ରୀ କଣ ପାଇଁ ହେଇଛ? ଯଦି ନ ଚଳେଇ ପାରିବ ଛାଡି ପଳଉ ନା। ଅଫିସର ମାନେ ତମେ କଣ ପାଇଁ ଅଛ? ସେ ଯୋଉ ଏଗ୍ରିକଲଚର ଡିପାର୍ଟମେଣ୍ଟ ଯୋଉ ଅଫିସର ମାନେ ଅଛନ୍ତି କି ଯୋଉ ସପ୍ଲାଇ ଡିପାର୍ଟମେଣ୍ଟ ଯୋଉ ଅଫିସର ମାନେ ଅଛନ୍ତି, ତମେ ନ ପାରୁଛ ତମେ ଚାକିରି ଛାଡ, ଦେଇଦେ କମ୍ପାନୀ ସବୁ। ତମ ସରକାର ଦେଇଛନ୍ତି ଦାୟିତ୍ୱ, ଲୋକ ଦେଇଛନ୍ତି ଦାୟିତ୍ୱ, ତମେ ନେଇ ଆଣି ଥୋଇବ ଆରାମରେ ଏସି ରୁମ ରେ ବସିକିରି ଅର୍ଡର ଛାଡୁଛ। ସବୁ କମ୍ପାନୀ ଅଲଗା ରାଜ୍ୟ ମାନେ ସବୁ ଆଗରେ ତାଙ୍କର ସାର ବୋହି ଚାଲୁଛନ୍ତି। ଡେଲି 15ଟା ସାର ଯାଉଛି। ବିଭାଗ ମନ୍ତ୍ରୀ ବୟାନ ଦେଇଛନ୍ତି ଯେ ବିଭାଗ ମୋର ନୁହେଁ। ଏଗ୍ରିକଲଚର ହେଇପାରେ, ସପ୍ଲାଇ ଡିପାର୍ଟମେଣ୍ଟ ରହିପାରେ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ। ଆମେ କାହାକୁ କୋଉ ଡିପାର୍ଟମେଣ୍ଟକୁ ଛାଡନ୍ତୁ। ସରକାର ତ କେନ୍ଦ୍ର ସରକାର, ରାଜ୍ୟ ସରକାର ତ ଗୋଟିଏ ଦଳର। ପ୍ରଧାନମନ୍ତ୍ରୀ ତ ତାର ମୁଖିଆ, ସିଏ କଣ ଜାଣିପାରୁନାହାନ୍ତି? ଓଡିଶା ଭଳି ଅନୁନ୍ନତ ରାଜ୍ୟ ତାଙ୍କୁ ଜାଗା ଦେଇଛି ସାର କାରଖାନା କରିବା ପାଇଁ, 3-4ଟା ସାର କାରଖାନା। ଯଦି ବାଇଚାନ୍ସ ଗୋଟିଏ ଟାଙ୍କି ଫାଟେ, 4ଟା ଜିଲ୍ଲାର ଲୋକ ମରିଯିବେ। ଆମୋନିଆ ଟାଙ୍କି ଯଦି ବ୍ଲାଷ୍ଟ হয়, ସାର୍ ଏତେ ରିସ୍କ ଦିଆହେଇଛି ଆମର, ଲୋକ ମୁଣ୍ଡରେ ସବୁବେଳେ ଥଣ୍ଡା ଝୁଲୁଛି। ଏଠି ସାର ତିଆରି ହବ, ଅଥଚ ଏଠି ବାହାରୁ ସାର ସପ୍ଲାଇ ହବ, ଆମର ଏଠି ଲୋକଙ୍କ ପାଖରେ ସାରର ଅଭାବୀ ବିକ୍ରି ହବ। ଆପଣମାନେ ତାର ବିଚାର କରିବେ।